ସଫଳତା ଫଳରେ ନୁହେଁ କର୍ମରେ ଅଛି। ଫଳ ଉପରେ ମନ ଦିଅ ନାହିଁ, କର୍ମ କର। ଭଗବାନ ତୁମ ପ୍ରୟାସ ଦେଖି ଯେମିତି କର୍ମ କରିଥିବ ସେହିଭଳି ଫଳ ପ୍ରଦାନ କରିଥାନ୍ତି। ଯେ ନିଜ କର୍ମକୁ ପୂଜା ଭାବେ କରେ ତା ପାଇଁ ପ୍ରତିପାଦରେ ସଫଳତା ଅଛି। ନିଷ୍ଠା ଏବଂ ଧୈର୍ଯ୍ୟ ହିଁ ତାହାର ଶକ୍ତି। ଭୟ ଓ ସନ୍ଦେହ କେବେ କରିବା ନାହିଁ। ସଫଳତା ଏବଂ ବିଫଳତା ଦୁଇଟି ଭଗବାନ ଦେଇଛନ୍ତି, ସେମାନଙ୍କୁ ସମାନ ଭାବରେ ଗ୍ରହଣ କର। ଯେ ଧୀର ଶାନ୍ତ ରହେ ସେ ଜିତେ, ଯେ ଅହଙ୍କାର କରେ ସେ ନିଜେ ହାରେ। ସଫଳତା ପାଇବାକୁ ହେଲେ ମନକୁ ଶୁଦ୍ଧ କର, ନିଜ କର୍ମକୁ ଭଗବାନଙ୍କୁ ଦାନ କର। ସଫଳତା ସେତେବେଳେ ଆସେ ଯେତେବେଳେ ହୃଦୟ ଭୟମୁକ୍ତ ହୁଏ। ଶ୍ରୀକୃଷ୍ଣ କହିଛନ୍ତି, କର୍ମ କର, ଫଳର ଆଶା ଛାଡ଼ିଦିଅ। ଏହା ହେଉଛି ସଫଳତାର ସତ୍ୟ ରହସ୍ୟ। ଯେ ନିଷ୍ଠାରେ କାମ କରେ ସେ ଜିତେ, ଯେ ଫଳରେ ଫସିଯାଏ ସେ ହାରେ। ସଫଳତା ଏହାରେ ନୁହେଁ ଯେ କେତେ ମିଳିଲା, ସଫଳତା ଏହାରେ ଅଛି ଯେ କିପରି କାମ କଲା। ଭଲ କାର୍ଯ୍ୟ କର, ମନ ଶାନ୍ତ ରଖ, ଏହା ହିଁ ଶ୍ରେଷ୍ଠ ସଫଳତା। ଯେ ନିଜ ମନକୁ ନିୟନ୍ତ୍ରଣ କରିପାରେ ସେ ସଫଳ ମନୁଷ୍ୟ। ଭୟ ଓ ସନ୍ଦେହ ଛାଡ଼, ନିଷ୍ଠା ଓ ଧୈର୍ଯ୍ୟରେ ଶକ୍ତି ଥାଏ। ମନ ଯଦି ଶାନ୍ତ ହୁଏ ଜୀବନ ସୁଖୀ ହୁଏ। ସଫଳତା ମନର ଶାନ୍ତିରେ ରହିଛି। ଅନ୍ୟଠୁ ଜିତିବା ଠାରୁ ନିଜଠୁ ଜିତିବା ବଡ଼ କାମ। ମୋହ ଓ ଈର୍ଷା ହେଉଛି ମନର ରୋଗ, ଅସନ୍ତୋଷ ହେଉଛି ତାହାର ଔଷଧ। ଯାହା ଅଛି ତାହାରେ ଖୁସି ରୁହ, ଜୀବନ ସୁନ୍ଦର ଲାଗିବ। ଯେ ନିଜ କାମକୁ ଆନନ୍ଦ ମନେ କରେ ସେ ଯୋଗୀ। କାମକୁ ପୂଜା ଭାବି କର, ପ୍ରତିଦିନ ନୂଆ ଅବସର ଆସେ, ତାକୁ ହସି ହସି ଗ୍ରହଣ କର। ଯେତେବେଳେ ଆଶା ହାରିଯାଏ ସେତେବେଳେ ସ୍ମରଣ କର, ଭଗବାନ ତୁମ ସାଥିରେ ଅଛନ୍ତି, ତାଙ୍କ ଉପରେ ଭରସା ରଖ, ସେ ନିଶ୍ଚିତ ମାର୍ଗ ଦେଖାଇବେ। ଯେ ନିଜ ମନକୁ ଜିତିଲା ସେ ପୃଥିବୀକୁ ଜିତିଗଲା। ମନୁଷ୍ୟର ସବୁଠୁ ବଡ଼ ଯୁଦ୍ଧ ନିଜ ସହିତ। ମନ ଯଦି ନିୟନ୍ତ୍ରଣରେ ଅଛି ଶାନ୍ତି ମିଳେ। ଏହା ହିଁ ଯୋଗ ଓ ଜୀବନର ସଫଳତା ଅଟେ।